ଅରବିନ୍ଦଙ୍କୁ ଭଲ ପାଉଥିବା ମୋର ଆତ୍ମାର ସାଥୀ ଆଜି ପାଠଚକ୍ରରେ ଯୋଗ ଦେଇଥିବା ସମସ୍ତ ଅପା ଭାଇମାନଙ୍କୁ ମୋର ଶୁଭେଚ୍ଛା ସ୍ନେହାଶିଷ ନମସ୍କାର। ମାଙ୍କ କୃପାରୁ ପ୍ରଭୁଙ୍କ କରୁଣାରୁ ଆମେ ଏପର୍ଯ୍ୟନ୍ତ ପ୍ରଭୁଙ୍କର ମହାନ ଗ୍ରନ୍ଥ ଲାଇଫ ଡିଭାଇନ ଦିବ୍ୟ ଜୀବନ ଗ୍ରନ୍ଥର 12th ଚାପ୍ଟର ପର୍ଯ୍ୟନ୍ତ ଆସିଲୁଣି ଏବଂ ଦିନେ ଯୋଉ ଲାଇଫ ଡିଭାଇନ କୁ ଅନ୍ତତଃ ସାମାନ୍ୟ ବି ତା ଭିତରକୁ ପ୍ରବେଶ କରିବା ଆମେ ସକ୍ଷମ ହଉନଥିଲୁ, ଏବେ ପ୍ରାୟତଃ ସବୁ ଅପଭାଇ ମାନେ ଏତେ ସୁନ୍ଦର ଭାବରେ ଏଇ ପାରାଗ୍ରାଫ ଗୁଡିକୁ ପୁନରାଲୋଚନା କରିଛନ୍ତି। ବିଶେଷ କରି ଶ୍ରୀ ଅରବିନ୍ଦଙ୍କର ଲାଇଫ ଡିଭାଇନ ଗୋଟେ ଫ୍ୟୁଜନ ଫିଲୋସଫିକାଲ ଥଟ୍ ଆଉ ତାଙ୍କର ଯୋଉ ପୂର୍ଣ୍ଣାଙ୍ଗ ଯୋଗ ଦର୍ଶନ ଏ ଉଭୟର ଗୋଟେ ଫ୍ୟୁଜନ ହେଇଛି, ଉଭୟ ମିଶ୍ରିତ ସେଥିରେ ଏବଂ ଅନେକ କଥା ସେଥିରେ ଅଛି ଯୋଉଗୁଡିକ ଆମେ ଯାହା ଆଗରୁ ବୁଝିଥିଲେ ଶ୍ରୀ ଅରବିନ୍ଦ ଆମକୁ ଯାହା ସବୁ କହୁଛନ୍ତି ବୁଝଉଛନ୍ତି ସେଥିରେ ଅନେକ କିଛି କଥା ଆମେ ବୁଝିପାରୁଛୁ ଜାଣିପାରୁଛୁ, କାରଣ ସେ ବହୁତ ଆନାଲିଟିକାଲି ଆଉ ସିନ୍ଥେଟିକାଲି ବିଶ୍ଳେଷଣ କରୁଛନ୍ତି, ପୁଣି ତାକୁ ସମନ୍ୱିତ କରୁଛନ୍ତି, ସମନ୍ୱୟ କରୁଛନ୍ତି। ତ ମୁଁ ଏଇ ଯୋଉ ସବୁ ପାରାଗ୍ରାଫ ଆଜି ମୁଁ 6 ପାରାଗ୍ରାଫ ପୁନରାଲୋଚନା, ଏଇଟା ପୁନରାଲୋଚନା ଆକ୍ଚୁଆଲି ନୁହେଁ, ଏଇଟା ଇନକ୍ଲୁସନ ଆକ୍ଚୁଆଲି ଆମେ ସବୁ ଆଲୋଚନା କରିସାରିଛେ, ସେଇ ଜିନିଷର ଖାଲି ଗୋଟେ ରିପିଟେସନ, କାରଣ ଏତେ ବିଶ୍ଳେଷଣ ହେଇଛି ସବୁ ଆ ଉପରେ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ତାକୁ ଆଉ ଗୋଟି ଗୋଟି ଲାଇନ ବାଇ ଲାଇନ ତାକୁ ଆଲୋଚନା କରିବାର ବିଶେଷ ଆବଶ୍ୟକତା ନାହିଁ। ତଥାପି ଆମେ ଦେଖିବା ପ୍ରଭୁଙ୍କର କଣ କେମିତି ସେ ଆମ ପାଖରେ ତାକୁ ଉପସ୍ଥାପନା କରୁଛନ୍ତି। କାଲି ଆଲୋଚନା କରୁଥିଲେ 4, 5, 6, 7 ଏଇ ସବୁ 4ଟି ଯାକ ପାରାଗ୍ରାଫ କନେକ୍ଟେଡ। ଏଥିରେ ମୁଁ ଆଉ ବେଶୀ ପଛକୁ ଯାଉନି, ବଡ କଥା ହଉଛି ଯେ ଆମେ ଯୋଉ ଗତ ସପ୍ତାହରେ ପଢିଥିଲେ ସେଥିରେ 3ଟି ଇମ୍ପୋର୍ଟାଣ୍ଟ କଥା ଆମେ ଜାଣିଥିଲେ, ସେଇ ଖାଲି ଇମ୍ପୋର୍ଟାଣ୍ଟ କଥା ଗୁଡାକୁ ପୁଣି ଥରେ ମନେ ପକେଇଦଉଛି। ପ୍ରଥମ କଥା ସେ କହୁଥିଲେ ଯେ ଆମେ ଯଦି ଏଇ ବିଶ୍ୱ ଅସ୍ତିତ୍ୱକୁ ଦେଖିବା ତାର ସମ୍ପର୍କ କଣ ଚେତନା ସହିତ ଅଛି ଏବଂ ଚେତନ ଶକ୍ତି ସହିତ କଣ ଅଛି, ଚିତ୍ ଶକ୍ତି ସହିତ ଅଛି, ଆମେ ତାକୁ ବୁଝିପାରିବା ଏବଂ ରିଅଲାଇଜ ବି କରିପାରିବା, ଡିସ୍କ୍ରାଇବ ବି କରିପାରିବା କଣ ବୋଲିକା ନା ସେ ହଉଛି ବିଶ୍ୱ ଶକ୍ତିର ଗତିସ୍ପନ୍ଦନ। ବିଶ୍ୱ ଶକ୍ତିର ଗତିସ୍ପନ୍ଦନର ସବୁ କିଛି ରୂପାୟନ ହେଇଛି ବୋଲି ଆଗରୁ ଆମେ ବୁଝିଛେ, କିନ୍ତୁ କେମିତି କାହା ଦ୍ୱାରା ଡାଇରେକ୍ଟେଡ ହଉଛନ୍ତି ସେଇଠି ଗୋଟେ କି ପଏଣ୍ଟ ପ୍ରଭୁ କହୁଛନ୍ତି ଯେ ସିକ୍ରେଟ ୱିଲ୍। ଆଉ ଯୋଉ ସିକ୍ରେଟ ୱିଲ୍ ଟି ଅଛି ତାରି ଦ୍ୱାରା ପରିଚାଳିତ ହଉଛି, ତାର ଗୋଟେ ବିଧାନ ଅଛି, କିନ୍ତୁ ଆମେ ତାକୁ ବୁଝିପାରୁନୁ। ତାର ଗୋଟେ ଆବଶ୍ୟକତା ଅଛି, ଆବଶ୍ୟକତା ଦୃଷ୍ଟିରୁ ଇମ୍ପୋଜ ବି କରାଯାଉଛି, ଆମେ ତାକୁ ବୁଝିପାରୁନୁ କାହିଁକି ନା ଆମର ସେ ଇଣ୍ଟୁଟିଭ ପରସେପସନ ନାହିଁ। ଆମକୁ ସେଇଟା କେମିତି ବୋଧଗମ୍ୟ ହଉନି, ଆମ ମନର ପରିସୀମା ଭିତରେ ଯେତିକି ଆମକୁ ବୁଦ୍ଧି ଅଛି ସେଥିରେ ଆମେ ବୁଝି ହଉନି, କିନ୍ତୁ ଜାଣି ହଉ, ତାକୁ ଗ୍ରହଣ ଆମେ କରିପାରୁଛେ, ତାକୁ ପ୍ରଚେଷ୍ଟା କରୁଛେ ସେଇ କଥାଟିକୁ ଉପଲବ୍ଧି ଅନୁଭବ କରିବାକୁ, କିନ୍ତୁ ଏତିକି ଜାଣୁଛେ ଯେ ସେଇଟା ଗୋଟେ ଶକ୍ତିର ଗୋଟେ ବିଶ୍ୱ ଶକ୍ତିର ସ୍ପନ୍ଦନ। ଆଉ ସେଇ ଯୋଉ ସିକ୍ରେଟ ୱିଲ୍ ଡିଭାଇନ ୱିଲ୍ ଯଦି ନଥାନ୍ତା ତାହେଲେ ଜଗତରେ ଆମେ ଯାହା ଦେଖୁଛେ ଗ୍ରହ ନକ୍ଷତ୍ରଠୁ ଆରମ୍ଭ କରି ଯାହା ଯାହା ସବୁ କ୍ଷୁଦ୍ର ଇଭେନ୍ ମାନେ ଯଦି ଆମେ ଗୋଟେ ଅଣୁ ଭିତରେ ଇଲେକ୍ଟ୍ରନର ମୁଭମେଣ୍ଟଠୁ ଆରମ୍ଭ କରି ଏ ମହାକାଶରେ ଗ୍ରହ ନକ୍ଷତ୍ର ମାନଙ୍କର ମୁଭମେଣ୍ଟ ଏବଂ ସାଧାରଣ ଛୋଟିଆ ଛୋଟିଆ କଥା ସବୁ, ଯେତେ ଜୀବ ଜନ୍ତୁ ଉଦ୍ଭିଦ ମଣିଷ ତାଙ୍କର ବିଭିନ୍ନ ଆକାର ମାନେ ତାର ଅଗଣିତ, ଏସବୁକୁ ଆମେ ବା ଯୋଉ ଗୁଡିକ ଆମର ସେବା କରୁଛନ୍ତି ସବୁ ଯୋଉ ପଞ୍ଚଭୂତ ଗୁଡିକ ଆମକୁ ଜୀବନରେ ଗଠନରେ ବା ଜୀବ ସକଳଙ୍କର ଆବଶ୍ୟକତା ମେଣ୍ଟାଉଛନ୍ତି ସବୁ,
ସୂର୍ଯ୍ୟ ଚନ୍ଦ୍ରଠୁ ଆରମ୍ଭ କରି ଇତ୍ୟାଦି ସେ ସବୁ ସେଇ ସିକ୍ରେଟ ଡିଭାଇନ ୱିଲ୍ ଦ୍ୱାରା ପରିଚାଳିତ। ଏଇ ଗୋଟେ କଥା ଆମେ ଜାଣିଲୁ। ଆଉ ଗୋଟେ ବିଶେଷ କଥା ସେ କହିଲେ, ଯୋଉଟା ଆମେ ସାଂଖ୍ୟରେ ଜାଣିଛୁ ପୁରୁଷ ପ୍ରକୃତି କଥା, ମା ବହିରେ ବି ପ୍ରଭୁ ଚାପ୍ଟରରେ ବି କହିଛନ୍ତି ଦୈତ୍ୟାଦୈତ୍ୟ ତତ୍ତ୍ୱ ପୁରୁଷ ପ୍ରକୃତି, ଏ କଥା ଆମେ ଜାଣିଛୁ। ଏଠି ପୁଣି ଲାଇଫ ଡିଭାଇନରେ ଏ କଥା ସେ କହିଲେ ଯେ ସବୁ କିଛି ହଉଛି ସେ ପ୍ରକୃତିର ଖେଳ, ଯେ ପ୍ଲେ ଅଫ୍ ଦି ପ୍ରକୃତି, ଯିଏକି ହଉଛି କାର୍ଯ୍ୟକାରିଣୀ ଶକ୍ତି। ପ୍ରଭୁ ଆମକୁ ମା ବହିରେ ବି ସେୟା କହିଛନ୍ତି ଯେ ମା ଜଗଜ୍ଜନନୀ ହଉଛନ୍ତି ଏ ସମସ୍ତ ଜଗତର କାର୍ଯ୍ୟକାରିଣୀ ଶକ୍ତି ଏବଂ ପୁରୁଷ ଚାହାନ୍ତି ବା ନିଷ୍ପତ୍ତି ନିଅନ୍ତି, ପ୍ରକୃତି ତାକୁ ଏକ୍ଜିକ୍ୟୁଟ କରେ। ଏବଂ ଏଠି ପ୍ରଭୁ କହୁଛନ୍ତି ଯେ ସେ ସାଟିସ୍ଫାଏ କରେ ପୁରୁଷକୁ, ତାମାନେ ସେ ବି ଏନ୍ଜୟ କରନ୍ତି। ସାଟିସ୍ଫାଏ କରେ ମାନେ ତାଙ୍କର ବି ଏନ୍ଜୟମେଣ୍ଟ ଅଛି, ପୁରୁଷଙ୍କର ଯେ କନସିୟସ୍ ବିଙ୍ଗ ତାଙ୍କର ବି ଯେ ସଚେତନ ସତ୍ତା ଯିଏ ବିଙ୍ଗ ଯେ ପରମ ସତ୍ତା। ଏବଂ ଏଇଟା ସେଥିପାଇଁ କହୁଛନ୍ତି, ଏଇଟା ବି ପ୍ରଭୁ କହୁଛନ୍ତି ଇଏ ବି ପୁରୁଷର ଗୋଟେ ଖେଳ। କେମିତି ଖେଳ ନା ସେ ଯୋଉ ଇଚ୍ଛା ଚାହୁଁଛନ୍ତି ତାଙ୍କର ଇଚ୍ଛା ଶକ୍ତିଟା ରିଫ୍ଲେକ୍ଟେଡ ହୁଏ ତା ଦେହରେ ମୁଭମେଣ୍ଟ ଅଫ ଫୋର୍ସରେ। ମୁଭମେଣ୍ଟ ଅଫ ଫୋର୍ସ ହଉଛି ପ୍ରକୃତିରେ ଏକ୍ଜିକ୍ୟୁଟିଭ ଫୋର୍ସର ମୁଭମେଣ୍ଟ। ସେଟା ଯୋଉ କାର୍ଯ୍ୟକାରିଣୀ ଶକ୍ତି ଯେ ପ୍ରକୃତି ବା ମା ଜନନୀଙ୍କର ଏ ଦିବ୍ୟ ଜନନୀଙ୍କର ସେ କାର୍ଯ୍ୟକାରିଣୀ ଶକ୍ତିର ସ୍ପନ୍ଦନ, ଯିଏକି ସବୁ ରୂପାୟନ ଦଉଛି, ସୃଷ୍ଟିକୁ ବିବିଧତା ଦଉଛି, ତିଆରି କରୁଛି, ତାରି ଉପରେ ଗୋଟେ ରିଫ୍ଲେକ୍ସନ ସବୁବେଳେ ଥାଏ ତାହାର ପୁରୁଷଙ୍କର ଖେଳ, ଯିଏ ବି ସିଏ ପରମ ପୁରୁଷ। ତେଣୁ ତାମାନେ ଏମିତି ଉଭୟଙ୍କ ଭିତରେ କିଛି ଡିଫରେନ୍ସ ନଥାଏ, କାରଣ ସେ ତାଙ୍କ ସହିତ ମଧ୍ୟ ଆଇଡେଣ୍ଟିଫାଏଡ ହେଇଯାଏ। ଏଇଟା ଆମର ମୂଳ ତତ୍ତ୍ୱଟା ଆମକୁ ବୁଝେଇବାର ପ୍ରଭୁଙ୍କର କାରଣ ହଉଛି ଯେ ଚେତନାଗତ ସ୍ତରରୁ ଦେଖିଲେ ଯଦିଓ ପରମ ଚେତନା ସେ ଅଦ୍ୱୈତ, କିନ୍ତୁ ସେ ଦୈତ୍ୟ। ଈଶ୍ୱର ବା ଈଶ୍ୱରୀ ବୋଲି କହିପାରିବା। ପ୍ରକୃତି ଏ ଦୁଇଟି ଚେତନା, ଗୋଟେ ହଉଛି ମାଙ୍କର ଆଉ ଗୋଟେ ହଉଛି ଈଶ୍ୱରଙ୍କର। ଈଶ୍ୱର ଈଶ୍ୱରୀର ଯୋଉ ଭାବଟା, ଏଇଟା ଆମେ ଚେତନାଗତ ସ୍ଥିତିଟା ଜାଣିଛେ, ତା ସହିତ ଦ୍ୱୈତାଦ୍ୱୈତ ତତ୍ତ୍ୱ ପୁରୁଷ ପ୍ରକୃତି କଥା ବି ଜାଣିଛେ। ଏଇ ଉଭୟଙ୍କ ଭିତରେ ବସ୍ତୁତ କିଛି ପ୍ରଭେଦ ନାହିଁ, କେବଳ ତାଙ୍କର ମୋଡ ଅଫ ୱାର୍କିଂ ଅନୁସାରେ ଆମେ ତାଙ୍କୁ କରିଛେ। କାରଣ ଈଶା ଉପନିଷଦରେ କୁହାଯାଇଛି he moves and moves not। ମୁଭ୍ସ ନଟ୍ ହଉଛି ଯେ ସେ ହଉଛନ୍ତି ସ୍ଥିର ବ୍ରହ୍ମ, ଏବଂ ସେ ଗତିଶୀଳ ବ୍ରହ୍ମ ଅର୍ଥ ଯେ ଆଇଡେଣ୍ଟିଫାଏଡ ହେଇଛନ୍ତି ସେଇ ଏକ୍ଜିକ୍ୟୁଟିଭ ଫୋର୍ସ, ଯେ ଏକ୍ଜିକ୍ୟୁଟ୍ରିକ୍ସ ତାଙ୍କର ଫୋର୍ସର ଗତି ସ୍ପନ୍ଦନ ସହିତ। ଏଇ ଗୋଟେ ଦ୍ୱିତୀୟ ଇମ୍ପୋର୍ଟାଣ୍ଟ କଥା କହିଲେ ଆମକୁ। ତୃତୀୟରେ କହିଲେ ସବୁ କିଛି ହଉଛି ସେଇ ନିଖିଳ ବିଶ୍ୱ ଜନନୀଙ୍କର ଲୀଳା, ଏଇ ଜଗତଟି ହଉଛି ତାଙ୍କରି ଲୀଳା। କି ସୁନ୍ଦର ଭାବରେ ପ୍ରଭୁ ତାଙ୍କୁ କଥାଟାକୁ ଦଉଛନ୍ତି ଯେ ସେ ନିଜକୁ ତା ଦେହରେ, ଆମେ ଜାଣିଛୁ ଯେ ମା ବହିରେ ତା ଭିତରେ ନିଜେ ହିଁ ଅନୁପ୍ରବେଶ କରିଛନ୍ତି, ନିଜେ ହିଁ ସମସ୍ତ ଜଗତ ହେଇଯାଇଛନ୍ତି। ଏବଂ ସେଇ ଦୃଷ୍ଟିରୁ ଆମେ କହିବା ଯେ ବ୍ରହ୍ମଙ୍କର ବହୁବିଧତା, ଯୋଉ ବିବିଧତାଟା ପ୍ରକୃତରେ କେମିତି ହେଇଛି, ହାଉ ଇଟ୍ ଇଜ୍, what is the mode of operation। ମୋଡ ଅଫ ଅପରେସନ ହଉଛି ମା ଜଗଜ୍ଜନନୀ ଯିଏ, ସିଏ ହିଁ ହଉଛନ୍ତି ତାଙ୍କର ଲୀଳାଟା ହଉଛି ଏ ଜଗତ। ଏ କଥାଟା ଗ୍ରହଣ କରିନେଲେ ଅନ୍ତତଃ ଏତକ ଆମେ ଧରି ନେଇପାରିବା। କାରଣ ମା ମାତୃଶକ୍ତି ହିଁ କେବଳ ନିର୍ମାଣ କରିପାରେ, ସେ ହିଁ ତାର ସୃଜନଶୀଳତା ରୂପାୟନ ଦେଇପାରେ। ସେଥିପାଇଁ ତାଙ୍କୁ କୁହାଯାଇଛି ମା ଅସୁର ପିଶାଚଠୁ ଆରମ୍ଭ କରି ଜଗତରେ ଯେତେ ଅଛି ଯାହା ଇନାନିମେଟ ଆନିମେଟ ମ୍ୟାଟର, ସବୁର ହଉଛନ୍ତି ସେ ସୃଷ୍ଟିକାରିଣୀ ଶକ୍ତି, ସୃଷ୍ଟିକର୍ତ୍ରୀ। ତେଣୁ ସେଇ ସବୁ ସୃଜନଟା ହଉଛି ତାଙ୍କର ଲୀଳା। ସେଥିପାଇଁ ଏଇ ତିନୋଟି ଇମ୍ପୋର୍ଟାଣ୍ଟ କଥା ଆମେ 5th ପାରାଗ୍ରାଫରେ ଜାଣିଛେ। 6th ପାରାଗ୍ରାଫରେ ପ୍ରଭୁ ପୁଣି ତାକୁ ଆଉ ଟିକେ ଏଲାବୋରେଟ କରିକି କହୁଛନ୍ତି ଯେ କିନ୍ତୁ ଅସଲ କଥା ହଉଛି ଆମେ ଏଇଟା ପହଞ୍ଚି ପାରୁନୁ ବୋଲି ସେଇଠି ଅସଲ ତାର ମୂଳ ତତ୍ତ୍ୱ ଟିକେ ଜାଣିପାରୁନୁ। ମାନେ ଜଡ ପାଖରୁ ଯଦି ଆମେ ଅନ୍ତତଃ ଜଡ ଭିତରକୁ ଯଦି ଜଣେ ପେନିଟ୍ରେଟ କରିବ, ତା ଭିତରକୁ ଯଦି ସେଇ ତାର ସାଧନା
ତୀବ୍ରତା ରହିବ ଏବଂ ଏ ଯୋଉ ଆମ ଭିତରେ ଯେ ଅସଲ ଦିବ୍ୟ ସତ୍ତାଟି ଚେତନାଟି ଅଛି ଇନମୋଷ୍ଟ ବିଙ୍ଗ ଭାବରେ ସେଇ ଚେତନା ତାକୁ ହିଁ ନେଇପାରିବ ସେଠିକି। ସେଇଠି ସେ ଜାଣିପାରିବ ଯେ କେମିତି ସିଏ ସବୁ କିଛି ହଉଛି ଅନନ୍ତ ଆନନ୍ଦର ପାରାବାର, ସବୁ କିଛି ତାଙ୍କରି ଦ୍ଵାରା ହଉଛି। ଯେମିତିକି ସବୁ ସେଇ ଜଳ ଭିତରେ ସାଇତି ରଖିଛନ୍ତି, କାରଣ ସେଇ ପରମ ପ୍ରେମିକ ଆନନ୍ଦମୟ ସେଇ ପରମ ପୁରୁଷ ପରାତ୍ପର ସେଇଠି ଯେମିତି ସତେ ଶୟନ କରିଛନ୍ତି ଆନନ୍ଦକୁ ଧରିକି। ଆଉ ମଣିଷକୁ କହୁଛନ୍ତି ତୁମେ ଖୋଜ ତାକୁ, ମୋ ପାଖରେ ପହଞ୍ଚିବାକୁ ପଡିବ ତମକୁ। ନ ଖୋଜିଲେ ଆମେ ଆନନ୍ଦ କୋଉଠି ପାଇବା? କୌଣସି ବିଷୟଟା ଖୋଜିଲେ ଅନ୍ୱେଷଣର ଯୋଉ ପିପାସାଟା, ଯୋଉ ଅଭିପ୍ସାଟା, ସେଇଟା ହିଁ ମଣିଷକୁ ଯଥାର୍ଥ ଆନନ୍ଦ ଦିଏ। କାରଣ ବିଶ୍ୱଲୀଳାରେ ଯୋଉ ଆନନ୍ଦ ଅଛି ଆମେ କେବଳ ସେଇ ଗୋଟିଏ ଦିଗକୁ ଦେଖୁନା, ସେ ଦିଗଟି ହଉଛି ଆମେ ଖାଲି ଦୁଃଖ ଯନ୍ତ୍ରଣା ଏଇ ଦିଗଟିକୁ ଦେଖୁ। ଦ୍ୱିତୀୟ ସେଠି ପ୍ରଭୁ ଆହୁରି ତାକୁ ବ୍ୟୁଟିଫୁଲ ୱେରେ କହୁଛନ୍ତି ଯେ ଆମ ଚାରି ଆଡକୁ ଚାହିଁଦେଲେ ଯୋଉଠି ସେ ପରମଙ୍କର ଅଭିବ୍ୟକ୍ତି ଘଟିଛି, ସେ ଅଭିବ୍ୟକ୍ତି ଭିତରେ ଦେଖିବା, ପ୍ରକୃତି ଭିତରେ ତ ଅନେକ ଦେଖିବା, ଉଦ୍ଭିଦ ଭିତରେ ଦେଖିବା, ପ୍ରାଣୀ ଭିତରେ ଦେଖିବା, ଗୋଟେ କଅଁଳା ବାଛୁରୀ ଛୁଆ ଭିତରେ ଦେଖିବା, ବିଲେଇ ଛୁଆ ପାଖରେ ଦେଖିବା, ଗୋଟେ ଫୁଟି ଆସୁଥିବା ଫୁଲରେ ଦେଖିବା, ଆକାଶର ବାଦଲ ଦେଖିବା, ସବୁ ଛୋଟ ଛୋଟ ଛୁଆଙ୍କର, କୁନି କୁନି ପିଲାଙ୍କର ମାନେ ସ୍ୱତଃସ୍ଫୂର୍ତ୍ତ ଭାବରେ ସେମାନେ ହସି ହସି ଗଢି ଯାଉଥିବେ, ନିଜେ ନିଜେ ଇନୋଭେଟ କରୁଥିବେ, କେତେ ଗୁଡିଏ ଖେଳ ଖେଳୁଥିବେ ସବୁ। ଆଉ କବି ଯିଏ ଯେତେବେଳେ ତା ପାଖକୁ ଯେତେବେଳେ ସେ ଇଣ୍ଟୁଟିଭ ଫିଲ୍ଡରୁ ଆସେ କିଛି, ସେ କବିତାର ରଚନା ଯୋଉ ସୃଷ୍ଟି କରୁଛି ବି ସୃଷ୍ଟି ସୃଜନ, ସେ ବିଜ୍ଞାନର ବୈଜ୍ଞାନିକ ଆବିଷ୍କାର ଯେମିତି ଗୋଟେ ସୃଜନ, ଜଣେ ମାନେ ଯିଏ ମେକାନିସିଆନ, ଯେ ବିଭିନ୍ନ ମେକାନିକ ସବୁ ଅଛନ୍ତି, ଆମେ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ସିଏ ଗୋଟେ କୁଶଳତା କୋଉଠୁ ଆସିଛି। ସେ ବି ମଧ୍ୟ ତାଙ୍କର ସେଇ ଯୋଉ ଲୀଳାର ଏକ ଅଂଶ। ଏନିୱେ ସେ କୋଉ ପ୍ରଥମେ ଆମେ ଆରମ୍ଭ କରିବା କଣ କହିଲେ, ସେ କହୁଛନ୍ତି ଯେ again if you look at world existence rather in its relation to the self delight of eternally existent being, ଆମେ ଯଦି ପୁଣି ଦେଖିବା, ନିରୀକ୍ଷଣ କରିବା ଏଇ ପାର୍ଥିବ ଏଇ ସମସ୍ତ ଜଗତର ଅସ୍ତିତ୍ୱକୁ, ତାହେଲେ ତାର ସମ୍ପର୍କ କଣ ରହିଛି ତା ସହିତ? ନା ତାର ସମ୍ପର୍କ ହଉଛି ଯେ ଶାଶ୍ୱତ ଭାବରେ ଯୋଉ ସତ୍ତା ଏକ୍ଜିଷ୍ଟ କରୁଛି ଅସ୍ତିତ୍ୱର, ତାର ହଉଛି ଆତ୍ମ ଆନନ୍ଦ, ଆପଣାର ଆନନ୍ଦ। ସେଇଟାକୁ ଯେତେବେଳେ ଆମେ ସମ୍ପର୍କିତ କରିବା, ତାହେଲେ କଣ ପାଇବା? ଆମେ କଣ ଆମେ ଜାଣିବା, କଣ ବୁଝିବା, କୋଉଟାକୁ ଆମେ ରିଗାର୍ଡ କରିବା, କୋଉଟାକୁ ଆମେ ଡେସ୍କ୍ରାଇବ କରିବା, କୋଉଟାକୁ ଆମେ ରିଅଲାଇଜ କରିବା, ଏବଂ କେମିତି ରିଅଲାଇଜ କରିବା, ଦ୍ୟାଟ ଇଜ ମୋଷ୍ଟ ଇମ୍ପୋର୍ଟାଣ୍ଟ। ଏଇ ଯୋଉ ମୋଡ ଅଫ ଅପରେସନ କଥା ଆମେ କହୁଥିଲେ, ସେଇ ଅପରେସନ ଟା କଣ ପ୍ରକୃତରେ, ହାଉ ଏଇ ସେଲ୍ଫ ଡିଲାଇଟ ଟା ଯୋଉ ଇଟର୍ନାଲ ଏକ୍ଜିଷ୍ଟେନ୍ସ ବିଙ୍ଗ ସହିତ କେମିତି ସମ୍ପର୍କିତ ହେଇଛି, ଏ ବିଶ୍ୱ ସତ୍ତା, ଏଇ ଯୋଉ ଶାଶ୍ୱତ ବ୍ରହ୍ମ ସର୍ବାନନ୍ଦଙ୍କ ସହିତ କେମିତି ସେ ତାଙ୍କ ସହିତ ସମ୍ବନ୍ଧିତ ହେଇଛି, ତାକୁ ଆମକୁ ବିଚାରକୁ ନେବାକୁ ପଡିବ। ଆମେ ତାକୁ ବିଚାରିବା, ଗ୍ରହଣ କରିବା, ତାକୁ ବର୍ଣ୍ଣନା କରିବା ଏବଂ ତାକୁ ଅନୁଭବ ବି କରିବା। ଅନୁଭବ କଲେ ଆମେ ଜାଣିପାରିବା। ଅନୁଭବ କରିବା ମାନେ ଗୋଟେ ନିରୀକ୍ଷଣ କଲେ, ତା ଭିତରେ ଭାବଗତ ଦୃଷ୍ଟିରୁ ଖାଲି ନୁହେଁ, ତତ୍ତ୍ୱଗତ ଦୃଷ୍ଟିରୁ ମଧ୍ୟ ତାକୁ ଅନ୍ୱେଷଣ କରିବା, କଲେ ଦେଖିବା ସେଇଟା କଣ ପ୍ରକୃତରେ। ଯୋଉ ଲୀଳା ବୋଲି ଗୋଟେ ଶବ୍ଦ କୁହାଯାଉଛି, ସାଧାରଣ ଭାବରେ ଆମେ ଯାହା ଖେଳୁ ସେଇଟା ଦିବ୍ୟ ପରମଙ୍କର ଲୀଳା, ସେଇଟା ତାଙ୍କ ଲୀଳାଟାରେ ସବୁ କିଛି ଅଛି, ଏଭ୍ରିଥିଙ୍ଗ, ଏଣ୍ଟାୟାର ଜଗତ ହଉଛି କେବଳ ଇନ୍ ବିଟୱିନ୍ ହି ଆଣ୍ଡ ସି, ଆଉ କିଛି ନୁହେଁ। ତା ଭିତରେ ଆମେ ଯେମିତି ପଢୁଛେ, ବିଶ୍ୱର ସବୁ କିଛି ଲୀଳା, ସବୁ କିଛି କ୍ରିୟା ହଉଛି ସିଏ ଆଉ ସିଏ, ପୁରୁଷ ଆଉ ପ୍ରକୃତି, ଈଶ୍ୱର ଆଉ ଈଶ୍ୱରୀ। ତ ଏଠି ଚେତନା ଆଉ ଶକ୍ତି, ଏଇସବୁ ବା ଏ ହଉଛି ସେ ଶିବାଙ୍କର କାଳୀଙ୍କର, ଏଇ ଯାହା ଯାହା ଆମେ ନେଇପାରିବା, ଯୋଉ ଦୃଷ୍ଟିରୁ ନେଲେ ବି ସେଇ ଏକ ହିଁ କଥା, ଏକ ହିଁ ସେଇ ପରମ ଚେତନା, ପରମ ଶକ୍ତି, ସବୁ କିଛି ସେଇ, ଆଉ କିଛି ନୁହେଁ। ତାକୁ ଆମେ ରିଅଲାଇଜ କରିବା ଗୋଟେ କେମିତି, ସେ ପ୍ଲେଟା କାହିଁକି କହୁଛନ୍ତି, ଯୋଉ ପିଲାଟେ ହସୁଛି, ହସି ହସି ଗଡି ଯାଉଛି, ଖୁସି ହେଇଯାଉଛି, ସିଏ ତାର ଖେଳୁଛି ଯୋଉ ଖେଳ, ସେ ଖେଳର କିଛି ଆମେ ତାକୁ ବା କେହି ତାକୁ କିଛି ଇମ୍ପୋଜ କରୁନାହିଁ, ତାର ସ୍ୱତଃସ୍ଫୂର୍ତ୍ତ ଭାବରେ ଯୋଉ ଖେଳ ଖେଳୁଛି,
ଯେମିତି ଚଢେଇଟିଏ ବସିକିରି ଗଛ ଡାଳରେ ତାର କେତେବେଳେ କେତେବେଳେ କୋଉ ସ୍ୱରରେ କୋଉ ପ୍ରକାର ଚଢେଇ ଗୀତ ବୋଲୁଛି, ଆଉ ଗଛଲତା ଫୁଲ ତାଙ୍କ ଭିତରେ ସେମାନେ ଯୋଉ ସେଇ ଦିବ୍ୟତାକୁ ପ୍ରକାଶ କରୁଛନ୍ତି, ପ୍ରକଟନ କରୁଛନ୍ତି ବା ଉଦ୍ଭାସନ କରୁଛନ୍ତି, ସେ ସବୁ ସେଇଥିରେ ସବୁ ଯେ ଆନନ୍ଦ ଭରି ରହିଛି, ସେଥିରେ କେତେ ଯେ ପ୍ରଫୁଲ୍ଲତା ରହିଛି, କେତେ ଯେ ସୌନ୍ଦର୍ଯ୍ୟ ରହିଛି, ଆମେ ସେଇଟାକୁ ବୁଝିପାରୁନୁ। ଇଏ ବୁଢିଆଣୀ ବସାଟା ଦେଖିଲେ ବି ଯଦି ଆମେ ନିରୀକ୍ଷେଇକି ଦେଖିବା କି କାରିଗରୀ ବିଦ୍ୟା ସେଥିରେ ଅଛି, କି ମୂଷା ଗୋଟେ ଗାତ କରୁଛି ସେଥିରେ ଖାଦ୍ୟ ଆଣି ରଖୁଛି, ତାକୁ ବଡ ବିଚିତ୍ର। ଏଇ ସବୁ ବୈଚିତ୍ର୍ୟ କୋଉଠୁ ଆସିଲା? ଏଇ ବୈଚିତ୍ର୍ୟ ହଉଛି ତାଙ୍କରି ଲୀଳା ସବୁ। ସେଇଥିପାଇଁ ପ୍ରଭୁ କହୁଛନ୍ତି ଦି ଚାଇଲ୍ଡ ଜୟ, ଦି ପୋଏଟ୍ସ ଜୟ, ଦି ଆକ୍ଟର୍ସ ଜୟ, ଦି ମେକାନିସିଆନ୍ସ ଜୟ। କାହାର? ଦି ଅଫ୍ ଦି ହୋଲ୍ ଅଫ୍ ଦି ଥିଙ୍ଗ, ଯିଏକି ଇଟର୍ନାଲି ୟଙ୍ଗ, ପରପେଚୁଆଲି inexhaustible, creating and recreating himself in himself for sheer bliss of that self creation and of self preparation। ଏଇଠି ରହିଛି ଚମତ୍କାରିତା। ଚମତ୍କାରିତା ହଉଛି ଆମକୁ ଆପାତତଃ ବାହାରୁ ଜଣା ପଡୁଛି ଯେ ଡୁଅରଟା କିଏ ବୋଲି ଆମକୁ ଜଣା ପଡୁଛି। ଡୁଅର ଜଣା ପଡୁଛି ପୋଏଟ, ଗୋଟେ ପୋଏଟ, ସେ ଗୋଟେ କବିତା ରଚନା କରୁଛି, ସେଥିରୁ ଗୋଟେ ଆନନ୍ଦ ପାଉଛି। ଛୋଟ ଛୋଟ ଟିକି ଟିକି ପିଲାମାନେ ହସି ହସି ଗଡୁଛନ୍ତି, ପରସ୍ପର ଭିତରେ ଦୌଡ଼ା ଦୌଡ଼ି ହଉଛନ୍ତି, କେତେ ବାଲିଘର ତିଆରି କରୁଛନ୍ତି, ଭାଙ୍ଗି ଦଉଛନ୍ତି, କେତେ ଚଢେଇରେ ସବୁ କଣ କଣ ସବୁ କରୁଛନ୍ତି। ଆମେ କଣ ନିରୀକ୍ଷଣ କରୁଛେ କି? ଯେମିତି ଜଣେ ଅଭିନେତା ଯେତେବେଳେ ତାର ଅଭିନୟଟା କରୁଛି, ଯିଏ ପ୍ରକୃତରେ ସେ ଯୋଉ ଅଭିନୟଟା କରୁଛି ସେ ପ୍ରକୃତରେ ସେଇଆ ନୁହଁ, କିନ୍ତୁ ସେଥିରେ ଯୋଉ ଆନନ୍ଦଟି ଆସୁଛି ସିଏ କିଏ ସବୁ ତାକୁ କରୁଛି। ଯିଏ ମେକାନିକ ମାନେ ବିଭିନ୍ନ ପ୍ରକାର ମେକାନିକ ବିଭିନ୍ନ କାର୍ଯ୍ୟ କରୁଛନ୍ତି ଏବଂ ସ୍ଥପତି ଜଣେ ତାର ମୂର୍ତ୍ତି ଗଢୁଛି, ଏସବୁ କୋଉଠୁ ଆସିଛି? ସେ ସବୁ ପ୍ରତ୍ୟେକ ବସ୍ତୁ ଭିତରେ ନିର୍ଜୀବ ହଉ ବା ସଜୀବ ହଉ ତାର ବି ଗୋଟେ ଆତ୍ମା ଅଛି। ସେ ଆତ୍ମା ଭିତରେ ସେ ଅଛି ବୋଲି ସେ ପ୍ରକଟିତ ହଉଛି, ଅଛି ବୋଲି ସେ ମ୍ୟାନିଫେଷ୍ଟେଡ ହଉଛି। ପ୍ରଭୁଙ୍କୁ ଜଣେ ପ୍ରଶ୍ନ କରୁଥିଲେ, ଆପଣ ସାବିତ୍ରୀ ବିଷୟରେ ଏମିତି ସବୁ ମତ ଦିଆ ହଉଛି, ଜଣେ ଜଣେ କହୁଛନ୍ତି ଯେହେତୁ ସେ ଫରେନରେ ଥିଲେ, କେମ୍ବ୍ରିଜରେ ପାଠ ପଢୁଥିଲେ, ଇଂରାଜୀ ସହିତ ଅନ୍ୟ ଫରେନ ଭାଷା ବହୁତ ଭାଷା ସବୁ ଗ୍ରୀକ, ଲାଟିନ ଇତ୍ୟାଦି ଜାଣିଛନ୍ତି, ତେଣୁ ସେ ଶବ୍ଦର ଇନ୍ଦ୍ରଜାଲରେ ଆମକୁ ଖାଲି ଗୋଟେ ବାନ୍ଧି ଦେଇଛନ୍ତି, ନଥିଙ୍ଗ ଇମ୍ପୋର୍ଟାଣ୍ଟ କିଛି ନାହିଁ। ପ୍ରଭୁଙ୍କର ରିମାର୍କ ହଉଛି ଏଗୁଡିକ ମୁଁ ଅନ୍ୟତ କାହା ପାଇଁ ଲେଖିନି, ତାପରେ ମୁଁ ବି ଲେଖିନି। ଏଇ ଶବ୍ଦ ଗୁଡିକ ତାଙ୍କ ତାଙ୍କ ଚେତନାର ଜଗତରେ ଥିଲେ। ସେମାନେ ବହୁତ ଦିନ ଆଗରୁ ପ୍ରୟାସ କରୁଥିଲେ କେମିତି ଆମେ ଆସିବୁ, ଇଭନ୍ ଫ୍ରମ୍ ଗଭର୍ଣ୍ଣମେଣ୍ଟାଲ ପ୍ଲେନ୍। ସେଇମାନେ ହିଁ ଆସିକିରି ତାଙ୍କର ଯୋଉ କିଛି ପ୍ରକାଶିତ ନିଜେ ହିଁ ହେଇଛନ୍ତି, ନହେଲେ ଘଣ୍ଟା ଘଣ୍ଟା ଧରିକି ସେ ଡାକି ଯାଆନ୍ତେ ଏବଂ ନିରବରଣ ତାକୁ ଡିକ୍ଟେସନ ଲେଖନ୍ତୁ ୱିଦାଉଟ୍ ଏନି କରେକ୍ସନ ସମ୍ଭବ କି? କାହାର କ୍ଷେତ୍ରରେ ନୁହେଁ ସମ୍ଭବ। ସେଇଥିପାଇଁ କୁହାଯାଏ that is a book of God and that is manifested through God। Anyway, ତେଣୁ ଏଇ ଯୋଉ ଜିନିଷ ଗୁଡାକ ସେ କହୁଛନ୍ତି ସେଇଟା ସବୁବେଳେ ଯେମିତି ଜଣାପଡେ ଇଟର୍ନାଲି ୟଙ୍ଗ ଥାଏ, ପରପେଚୁଆଲି inexhaustible। କେତେବେଳେ ତିନିଟା ଜିନିଷକୁ ଆମେ ଲକ୍ଷ୍ୟ କରିବା, ଗୋଟେ ଶାଶ୍ୱତ ଭାବରେ ସେ ତରୁଣ, ଜଣେ ସେଇଟା କରୁ ଦେଖିବ ତାର ତାରୁଣ୍ୟ ସମସ୍ତଙ୍କ ଭିତରେ ଅଛି। ବୟସଟା ଗୋଟେ ବଢିଯିବା ଅର୍ଥ ଆମ ଟାଇମ ସ୍କେଲରେ ଆମେ ମାପୁଛୁ, କିନ୍ତୁ ଯଦି ଭାବଗତ ଭାବରେ ଦେଖାଯାଏ ତାହେଲେ ଏବେ ବି ମଧ୍ୟ ଜଣେ ବୟସ ସାଙ୍ଗରେ ତାରୁଣ୍ୟର କିଛି ସମ୍ପର୍କ ନାହିଁ। ତାରୁଣ୍ୟଟି ଗୋଟେ ଶାଶ୍ୱତ ଜିନିଷ, କିନ୍ତୁ ଆମେ ତାକୁ ଆବୃତ କରି ରଖିଛେ, ବୟସର ମାପକାଠିରେ ତାକୁ ମାପି ଦଉଛେ ଏବଂ ଯେତିକି ଆମ ଭିତରେ ସେଇ ବୟସର ଅନୁଭବଟା ବା ବୟସର ଫିଲିଙ୍ଗସଟା ଯେତେ ଅଧିକ ଆସୁଛି ଆମେ ଲାଗୁଛି we are growing old and old। ତ ଏନିୱେ ସେ କହୁଛନ୍ତି ସେ ଯୋଉ ଆତ୍ମାଟି କଣ, ବସ୍ତୁର ଆତ୍ମା ଯିଏ ଅଛି, ନିର୍ଜୀବ ବା ସଜୀବ ହଉ, ଯିଏକି ସବୁ ଏଇ ଆକାରରେ ପ୍ରକାଶିତ ହଉଛି, ଚାଇଲ୍ଡ ଡିସପ୍ଲେ ଆକାରରେ, ପୋଏଟ ଜୟ ଆକାରରେ, କି ଗୋଟେ ଆକ୍ଟର୍ସ ଜୟ ଆକାରରେ, ଗୋଟେ ମେକାନିକ ଜୟ, ଏଇ ଯୋଉ ହଉଛି ସବୁବେଳେ ୟଙ୍ଗ ଅଛି, ପରପେଚୁଆଲି ୟଙ୍ଗ ଅଛି। ସେ କହୁଛନ୍ତି ଶାଶ୍ୱତ ଭାବରେ ୟଙ୍ଗ ଅଛି, ପରପେଚୁଆଲି inexhaustible, କ୍ରିଏଟିଂ ଆଣ୍ଡ ରିକ୍ରିଏଟିଂ। ଏଇଟା ହଉଛି ସବୁଠୁ ଇଣ୍ଟରେଷ୍ଟିଂ ଜିନିଷ। ମାନେ ସେ କହୁଛନ୍ତି ଯେ ସେ ନିଜକୁ ନିଜେ ମାନେ ଅବିଚ୍ଛିନ୍ନ ଭାବରେ କିଛି ତାର ଏକ୍ସଷ୍ଟ ହଉନି, ସେ ଜମା ଅସରନ୍ତି, ସେ ସରୁନି ଜମାରୁ, କ୍ରିଏଟ ହଉଛି ପୁଣି ରିକ୍ରିଏଟ ହଉଛି। ଆମେ ଧର
କେତେ ବିଚିତ୍ରତା ଆମେ ଦେଖିବା ଆମ ଭିତରେ ଯୋଉ ଯିଏ ହଉଛି ବେସିକ ମିନିମମ୍ ୟୁନିଟ୍ ଅଫ ଲାଇଫ ସେଇଟା ହଉଛି ଆମର ଜୀବକୋଷ। କିନ୍ତୁ କି ବୈଚିତ୍ର୍ୟ ଭଗବାନଙ୍କର କି ସିକ୍ରେଟ ୱିଲ୍ ଯେ ସେ ଜୀବକୋଷଟି ପ୍ରତି କ୍ଷଣରେ ଡେଡ୍ ହଉଛି ମରୁଛନ୍ତି ପୁଣି ତିଆରି ହଉଛନ୍ତି। ଏଠି ତାଙ୍କର ତିଆରି ହବାର କିନ୍ତୁ ଗୋଟେ ବିଶେଷ କାରଖାନା ହେଇନାହିଁ ଯେ ସେଠି ଯାଇକି ତିଆରି ହଉଛି କମାର୍ସଲ ହୋଇନାହିଁ। ସେ ନିଜେ ନିଜେ ଆପେ ଆପେ କ୍ରିଏଟ ହଉଛି ପୁଣି ରିକ୍ରିଏଟ ହଉଛି, ମେଟେରିଆଲାଇଜ ହଉଛି ପୁଣି ଡିମେଟେରିଆଲାଇଜ ହଉଛି। ମେଟେରିଆଲାଇଜ ହଉଛି ମାନେ ବସ୍ତୁର ଆକାର ନେଉଛି, ପୁଣି ସେଇ ବସ୍ତୁ ଭିତରେ ଥିବା ଶକ୍ତି ପ୍ରକାଶିତ ହଉଛି ଚିତ୍ ଶକ୍ତି ଭାବରେ। ତେଣୁ ସେଥିପାଇଁ ସେ କହୁଛନ୍ତି କ୍ରିଏଟିଂ ରିକ୍ରିଏଟିଂ ଆପଣାକୁ ସେ। ଆମେ ଭାବୁଛୁ ଆମେ ସିନା ମା ସେଥିପାଇଁ ଅନେକ ଜାଗାରେ କହନ୍ତିନି କହିନାହାନ୍ତି ତୁମେ ଭାବୁଛ ତୁମେ ଦୁଃଖ ସହୁଛ, କିଏ କହିଲା ତୁମେ ଦୁଃଖ ସହୁଛ? ମୁଁ ତୁମ ପାଇଁ ସବୁ ସହି ନଉଛି, ତମ ପାଇଁ ସହି ପାରିବି ବୋଲି ତୁମ ଦୁଃଖକୁ ମୁଁ ନେଇପାରିବି ବୋଲି ଏ ଜଗତକୁ ଆସିଲି। ମୁଁ ଜାଣୁଛି ଏ ଜଗତରେ କେତେ ଦୁଃଖ ଭରି ରହିଛି, କେତେ ଯନ୍ତ୍ରଣା ଭରି ରହିଛି, କେତେ ବାର୍ଦ୍ଧକ୍ୟ ଭରି ରହିଛି, କେତେ ମୃତ୍ୟୁର ବିଭୀଷିକା ଅଛି। ଷ୍ଟିଲ୍ ଦେନ୍ ମୁଁ ତ ଜଗନ୍ନାଥ ନା। ତେଣୁ ସେ ଇଭଲ୍ୟୁସନ କୋର୍ସ ସେଇ ଅନୁସାରେ ଯୋଉ ସ୍ଥିତିରେ ତାଙ୍କର ରହିଛି ଆବଶ୍ୟକତା ରହିଛି। ଯୋଉ କାଲି ଆମେ ଯୋଉ ଆମର ଅଛି ସେଥିରେ ଆମେ ଦେଖିବା ମା ଆସିଲେ କାହିଁକି, ମୌଳିକ କଥା ହଉଛି ମା ଦେଖିଲେ ଏତେ ସବୁ ହୋଷ୍ଟାଇଲ ଫୋର୍ସ ଅଦିବ୍ୟ ସତ୍ତା ସବୁ ପୁରା ଚାରିଆଡୁ ଆକ୍ରାନ୍ତ କରୁଛନ୍ତି। ଫାଷ୍ଟ ୱାର୍ଲଡ ୱାର ପରେ ପରେ ବା ସେଇ ସମୟରେ ଏତେ ଅଦିବ୍ୟ ସତ୍ତା ସୂକ୍ଷ୍ମ ଭାବରେ ସାରା ଜଗତକୁ ଆକ୍ରାନ୍ତ କରୁଛନ୍ତି, ତାକୁ ପୁରା ଆକ୍ରମଣ କରୁଛନ୍ତି। ମା ତାଙ୍କର ଅସଲ ଉଦ୍ଦେଶ୍ୟ ହେଲା ସେଇଟା। ସିଏ ଆଶ୍ରମଟାକୁ ତ ନିଆ ହେଇଥିଲା ଗୋଟେ ଲାବୋରେଟୋରୀ ଭାବରେ, ସେଠି ଏକ୍ସପେରିମେଣ୍ଟ କରିବେ। ସେଥିପାଇଁ ସିଏ ଦେଖିଲେ ମୁଁ ଶ୍ରୀ ଅରବିନ୍ଦଙ୍କ ସହିତ ମାନେ ତାଙ୍କ ସହିତ ମିଶିକି କାମ କରିବାକୁ ଆଉ ଏଇ ସତ୍ତା ମାନଙ୍କ ଉପରେ ବେଶୀ ସିଏ କ୍ରିୟାଶୀଳ ହେବାକୁ ଆସିଥିଲେ। ଏଇ ଯୋଉ ଆସନ୍ତାକାଲି ଏପ୍ରିଲ 26 ଆମେ ନେଇଛି ଦର୍ଶନ ଦେବାରେ 1921 ସେ ଆସିଲେ ପୁଣି ଥରେ। ପ୍ରଥମ ଥର ଆସିକି ଫେରି ଯାଇଥିଲେ ଫାଷ୍ଟ ଅର୍ଡର ପାଇଁ, ପୁଣି ଆସିଲେ। ତ ସିଏ ପିଏସ୍ର ଦାୟିତ୍ୱ ତାଙ୍କର। ଏବଂ ସବୁଠୁ ବଡ ହଉଛି ଯେ ହୋଷ୍ଟାଇଲ ଫୋର୍ସକୁ ଯଦି କିଏ କାଉଣ୍ଟରାକ୍ଟ କରିପାରେ ମାତୃଶକ୍ତି, ଏଇଟା କେବଳ ଏବେ ନୁହେଁ ପୁରାଣରେ ବି ବର୍ଣ୍ଣନା କରାଯାଇଛି। ସବୁ ଦେବତାଗଣ ଦେଇଥିଲେ, ମା ଦୁର୍ଗା କଣ କିଛି ତାଙ୍କୁ ହିଁ ଦେଇଥିଲେ। ସେଇ ତ ମହିଷାସୁରକୁ ସବୁଠୁ ବେଶୀ ପାୱାରଫୁଲ ଯଦି ବିଙ୍ଗ ଗୋଟେ କିଏ ଥାଏ, ଗୋଟେ ହୋଷ୍ଟାଇଲ ବିଙ୍ଗ ସେ ହଉଛି ସିଏ, ଗୋଟେ ଆସୁରିକ ବିଙ୍ଗ ଯଦି ସିଏ। ଏନିୱେ ସିଏ ସବୁବେଳେ ସେଇ ଜିନିଷଟା, କାରଣ ଆମେ ଜାଣିଲେ ଏଇଟା ପରିବର୍ତ୍ତନଶୀଳ, ପରିବର୍ତ୍ତନ ହବ, ନୂଆ ନୂଆ ସୃଷ୍ଟି ହବ। ପୁଣି କିନ୍ତୁ କିଏ ସୃଷ୍ଟି ହଉଛି, କିଏ ସେ ନିଜେ ହିଁ ସୃଷ୍ଟି ହଉଛନ୍ତି, ଆପଣାକୁ ନିଜେ ସୃଷ୍ଟି କରୁଛନ୍ତି। ଏବଂ ସେ ସୃଷ୍ଟି ଭିତରେ କଣ ପାଉଛନ୍ତି, ସିଏ ଗୋଟେ ପାଉଛନ୍ତି ସିଓର ବ୍ଲିସ୍, ସିଏ ପାଉଛନ୍ତି ଆନନ୍ଦ ପାଉଛନ୍ତି। ଆଉ ସିଏ ଯୋଉ ଗଢିବା ଭାଙ୍ଗିଗଲା ପୁଣି ଥରେ ଗଢିବା ଏବଂ ସେଇ ଭଙ୍ଗାଗଢା ଭିତରେ ତାଙ୍କର ଯୋଉ ଆନନ୍ଦ, ସିଏ ଆନନ୍ଦ ଅପୂର୍ବ ଆନନ୍ଦ। ସିଏ ଆନନ୍ଦ ହଉଛି ପ୍ରଫୁଲ୍ଲିତ ଆନନ୍ଦ, ସୌନ୍ଦର୍ଯ୍ୟଯୁକ୍ତ ଆନନ୍ଦ, ଯେ ସେଇ କେବଳ ସବୁଠି ଅଛି। ଆମେ ସେଟା ଦେଖିପାରୁନୁ, ଆମେ ସାଧାରଣ ଭାବରେ ଦେଖିପାରୁନୁ। ଫୁଲଟି ଆଜି ଫୁଟିଛି, ପରଟି ହେଇଛି, କାଲି ଫୁଲଟି ହବ, ପରଦିନ ମୋଡ଼ିଯିବ, ହଠାତ୍ ସେ ଫୁଲ ଫୁଟିବା ସେଇଠି ବନ୍ଦ ହେଇଯିବ। ଏଇଠି ପରଫେକ୍ଚୁଆଲି ଚାଲିବ ପ୍ରତ୍ୟେକ ପ୍ରକ୍ରିୟା। ସେଇ ପ୍ରକ୍ରିୟା ଭିତରେ ସେଇ ନିଜେ ହିଁ ନିଜକୁ ସୃଷ୍ଟି କରୁଛନ୍ତି, ନିଜେ ହିଁ ପୁଣି ଆନନ୍ଦିତ ହଉଛନ୍ତି। ଆଉ ଆପଣଙ୍କୁ ନିଜେ ସେ ରିପ୍ରେଜେଣ୍ଟ କରୁଛନ୍ତି, ସେଠି ଆପଣଙ୍କୁ ପ୍ରକାଶିତ ସେ କରୁଛନ୍ତି। ତେଣୁ ଏଇଟା ଆତ୍ମସୃଜନ, ପ୍ରକାଶର ଯୋଉ ଆନନ୍ଦ, ସିଏ ଗୋଟେ ଅନୁଭୂତି ପାଇଁ ସେ ଏକା କରୁଛନ୍ତି। କାହିଁକି ନା ନିଜେ ସୃଷ୍ଟି କରିବେ, ପୁଣି ସେ ଆଉ ଥରେ ଦରକାର ହେଲେ ସେ ଭାଙ୍ଗିଗଲେ କିମ୍ବା ତାର ମୃତ୍ୟୁ ହେଇଗଲେ କଣ ହେଇଗଲେ ତାକୁ ପୁଣି କରିବେ। ସେଇଥିପାଇଁ ତାଙ୍କୁ କୁହାଯାଇଛି ଶେଷରେ ଯୋଉଟା କହିଛନ୍ତି ଭେରି କି ସେଣ୍ଟେନ୍ସ, ସବୁ ଅପା ମାନେ ଭାଇ ମାନେ ସୁନ୍ଦର ଭାବରେ ତାକୁ ଏକ୍ସପ୍ଲେନ କରିଛନ୍ତି। ମୁଁ ତା ଭିତରେ ବେଶୀ ତା ଭିତରକୁ ଯାଉନି। ସେ କହୁଛନ୍ତି ଯେ ଏଇଟା କଣ ତାହେଲେ, ନିଜେ ଗଢିବେ, ନିଜେ ଭାଙ୍ଗିବେ, ପୁଣି ଥରେ ଗଢିବେ, ପୁଣି ସେଥିରୁ ଆନନ୍ଦ ପାଇବେ, ପୁଣି ନିଜେ ପ୍ରକାଶିତ ହେବେ। ଭିନ୍ନ ଭିନ୍ନ ମାନେ ତାଙ୍କର ଉଦ୍ଭାସନ, ଆତ୍ମ ପ୍ରକାଶନ, ତାଙ୍କର ଆତ୍ମସୃଜନ, ପୁଣି ସେ ଆତ୍ମ ଆନନ୍ଦଟା ଶାଶ୍ୱତ ଭାବରେ ସ୍ଥିର ତାରୁଣ୍ୟମୟ। ସେ କି ଲୀଳା, ଇଏ କୋଉ ପ୍ରକାର ଲୀଳା? ଏ ଲୀଳାରେ କଣ ଅଛି ପ୍ରକୃତିରେ? ମାନେ ଆମେ ଏଇ ଲୀଳାଟା ଆମ ଚାରିପଟରେ ଅଛି, ଆମେ ଦେଖିପାରୁନୁ କଣ ପାଇଁ? କାହିଁକି ଦେଖିପାରୁନୁ? ଆମେ ମଣିଷ ମାନେ ପ୍ରକୃତିରେ ତାକୁ ଦେଖିବାକୁ ଚାହାନ୍ତି ନାହିଁ। ତାକୁ କିଏ ଦେଖେଇ ଦିଏ? ତା ଭିତରେ ଥିବା ଅହଙ୍କାର ଦେଖେଇ ଦିଏ, ତା ଭିତରେ ଥିବା ଇଗ୍ନୋରାନ୍ସଟା ତାକୁ ଦେଖେଇ ଦିଏ। କିଛି ଆନନ୍ଦର ଲୀଳା ଚାରିକଡ଼ରେ ଅଛି, ତାକୁ ନ ଦେଖି ଆମେ କଣ କରୁ? ଗୋଟେ ମଣିଷର ବହୁତ 80% ଗୁଣ ଭଲ ଅଛି,
आमे कौन करू कोटी 20% तार भल नाही आम दृष्टि एई जिनस अछि सेटा को आमे नेकी 5 जन को कहू 5 जन 25 जन जानती सत्य दिन आमर किछि नाही किंतु असल तार केते भल भल कथा गुड़ाक तार से कथा को आमको जमा दृष्टि जाए शेष वाक्यटा जोटा कहते से निजे होती प्ले निजे प्लेयर निजे प्लेग्राउंड अर्थात निजे से नाट्यकार निजे नाटक निजे रंगमंच यही समस्त विश्व ब्रह्मांड ही रंगमंच आ सी जो जनक सी जो सबू जाक यूनिफाइड होती आम समस्त गोटे गोटे कलाकार आमको सब गोटे गोटे रोल दिखाई आमर रियलिटी प्रकृत में जहाँ हो रियलिटी की आम जानू बा न जाणु सी तो अच्छा सबुतिर एसेंस सब भितर प्रतिभू सब भितर रही सोल इन इवोल्यूशन जहाँ आम इनमोस्ट बीइंग कहूँ सी अच्छी से भितर ना तो आम भितर आनंद प्रश्न उठता नहीं आमर कि रहता नहीं आम पुणी दिने भगवान हो पार ये कथा जो आम कहूँ सब से कथार किसी संभावना रहता तापर जो कथा कहते बहुत बढ़िया कथा कहते पुणी प्रभु कहते these three generalization of the play of existence in its relation to the eternal and stable, the inimitable Satchidananda, starting from the three conceptions of Maya, Prakriti and Lila. ये पर्यंत आम कथा बुझा ये तीन जाक कौन ना सी हूँ लीलाकार सी निजे लीला निजे से लीला यार जो जेनरालाइजेशन जेनरालाइजेशन टा होची माने समस्त सेटा समान कर दिया जेनरालाइजेशन अर्थ होची जोटा को कहती जनरल कथा जमी इक्विवेलेंट ओडिया मुझे पारे किंतु ये जो जिनसा को जेनरालाइज कहीं कराई कोटी गोटे जो अस्तित्व जो लीलाटा इट इज ओपन टू ऑल जे लीला लीलाकार और लीलांगन कथा जो प्रभुंकर कहते समस्त समान भाव से कहते किसी डिफरेंस जहाँ को साधारणीकरण बोली कहुए बोधे तार ओडिया से साधारणीकरण बोली कहुए तो से कहार साधारणीकरण विश्व लीला लीलाटा यहाँ लीला लीलाकार लीलांगन सबुजाक स्त्री ये तीन जाक से साधारणीकरण कर एवं रिलेशन का सहित इन इट्स रिलेशन टू द इटर्नल एंड स्टेबल एंड इम्यूटेबल सत्यानंद सच्चिदानंद ये तीन आस्पेक्ट कथा ये प्रभु कहते आगुरी कहते सी हूँ शाश्वत सी हूँ स्टेबल अविचल स्थिर आ सी हूँ इम्यूटेबल सी अपरिवर्तनीय ये हूँ स्टैटिक एस्पेक्ट ऑफ ब्रह्मांड ये स्टैटिक एस्पेक्ट सी होती शाश्वत काल धरी थे अच्छा थे एवं सी स्थिर पूरा स्टेबल सी अच्छा अविचल भाव अच्छा एवं इम्यूटेबल अपरिवर्तित से किंतु जितेबाला से मल्टीप्लिसिटी भितर को जीवे जितेबाला एक रु बहुत बहु भितर को जीवे से म्यूटेबल हवा पड़ो म्यूटेबल हवा पड़ो माने कौन से प्रातिभाषिक म्यूटेबिलिटी कहीं एसेंशियल ट्रुथ रही दैट ट्रुथ बिकम्स दि प्रातिभाषिक सत्य हो तो भी माया बोली कहु प्रभु कहते भी गोटे दृष्टिकोण माया बोली कहवा किंतु अन्यत्र आम आगुरी से आमको बुझेदे माया कहले से परमंकर ज्ञान कौशल बुद्धि सी जो एक अनेक होती सी कौन कर जो गुड़िक सब माने सीमितता अच्छी असीम कर दौरान जो खंडित अच्छी सेगुड़िक सब माने अखंड अच्छी खंडित रही व्यापक कर दौरान माने इंडिविजुअल को डिविजिबल कर दौरान फॉर्मलेस को फॉर्म दे दौरान अनेबल को नएबल दे दौरान लिमिटलेस को लिमिट यहाँ कौन यहाँ हूँ से परमकर से ईश्वरंकर हूँ ज्ञान ज्ञान कौशल शक्ति ये कथा आम जानी न आम मायाटा को जानी ये गोटे मरीचिका यहाँ वास्तव ये गोटे इंद्रजालिक गोटे आमको जमी गोटे विभ्रम यही सब दृष्टिकोण सब आम जानी किंतु प्रभु से आमको बुझेदे तीन टा इंपोर्टाट कनसेप्शन आम गोटे हूँ माया प्रकृति
कथाटा आम ए डिस्कसन कले लीला भी डिस्कसन कले यही तीनोटी जो फंडामेंटल जो सबकि आरंभ होती जो मल्टीपल सिटी आरंभ होती कौन रिप्रेजेंट रिप्रेजेंटिंग देमसेल्फ इन आवर फिलोसॉफिकल सिस्टम आज म्यूचुअली कॉन्ट्राडिक्टरी फिलोसॉफी आमर जो दर्शन तत्व गुड़िक आसला से दर्शन मध्य आम जो देखिले जे भिन्न भिन्न प्रकार मत आसला मोनोजिम आसला डुआलिजिम आसला पांथेइजिम आसला ये सब जन्मदिन डिफरेंट स्कूल ऑफ फिलोसॉफी এবং ষড়দর্শন আসলা এই বিভিন্ন প্রকার স্কুল অফ जो फिलोसॉफी सब आसला प्रकृत वेदांतर कनसेप्ट आसला वैदांतिक कनसेप्ट नॉन डुअलिस्टिक मोनोजिम जोटा शंकरा कहते जोटा क्वालिफाइड मोनोजिम रामानुजम कहते माधवाचार्य डुअलिजिम ये सब जिते सब प्रकार फिलोसॉफिकल सिस्टम आसला किंतु तार मूल कथाटा बदली नहीं कौटी मैंने मूल कथा माने ईश्वर ही अच्छा आपेक्ष से परम पुरुष परम सृष्टि कथा परमेश्वर सी आपेक्ष अच्छा ये जगत सहित जीव जगत आउ ईश्वर ये समस्त भीतर संपर्क उपरे भिन्न भिन्न स्कूल ऑफ थॉट फिलोसॉफिकल थॉट से भिन्न भिन्न प्रकार मत नहीं गुड़िक जना पड़ी कॉन्ट्राडिक्टरी जे पारस्परिक कॉन्ट्राडिक्शन भीतर विरोध रही किंतु रियलिटी सेटा नुहे रियलिटी तार नेट रिजल्ट देखिले फाइनल रिजल्ट देखिले सी परस्पर सहित परफेक्टली कंसिस्टेंट परिपूरक से परस्पर परिपूरक किसी किसी जमती धर नॉन डुअलिस्टिक मोनोजिम आसला शंकरांकर रामानुजम एक्सटेंडेड करदे कौन करदे ना क्वालिफाइड करदे सी पूरा एक्सक्लूसिव करदे जे एक्सक्लूसिवनेस रोला कर्म विहीनता रोला निष्कर्म रोला सहित केवल ही सब अवास्तव बोली दि जाऊला अन्य कोटी मैनिफेस्टेशन निला से केवल सिंगल ब्रह्म ही एक से अद्वय नुहति से सब ब्रह्म एक अद्वय नुहति बोली सबुतिर अच्छे किंतु से जो अद्वयटा कौन है संप्रकार सब जीव भितर सब जगह ब्रह्म जे प्रवेश कर निजे अभिव्यक्त होती आप इच्छा करके कौन है आम जो भी देखिले समुद्र पानीटा एंटायर पानीटा को तार गुण बाहर कले जहाँ बाहर गोटे से बाल्टी पानी नेले टोपाए पानी नेले भी आंजुले पानी नेले भी से लवणकर तार प्रॉपर्टीटा सब सामान सी शास्त्रता कौटी हर ना इट इज नॉट बाय मैथमेटिक्स भाई कौटी बांटी मुटिकी देना सब जाक मिसिकी जे मनकर जे ब्रह्म सच्चानंद परम ब्रह्म जे जिते जगत जिते अच्छी सजीव निर्जीव वस्तु सकल भितर कौटी बेसी कौटी कम दे सो दैट द सम टोटल इज इक्वल टू दैट सी जो इम्यूटेबल स्टेज रही से जो एकत्व को बहुत्व कर अर्थ नुहे जे बहुत्व भितर से जो ब्रह्मंकर जो एकत्वर जो प्रॉपर्टीटा से कुआड़े नष्ट करता सब जगह सामान अच्छी जमी अच्छी ये जो आम गोटे विराट जो विश्व ब्रह्मांड जो ग्रह नक्षत्र क्षेत्र से अच्छी सब छोटिया घासटे जमी अच्छी बड़ से विशेषत्व किंतु यही सब खाली फिलोसॉफिकल स्कूल ऑफ थॉट सब विभिन्न प्रकार मतवाद विभिन्न दृष्टिकोण नहीं बहुत तर्क वितर्क करते किंतु माने जदि टोटालिटी दृष्टि इंटीग्राल व्यू भाव में जीवन आ जगत से देखा जे परस्पर विरोधी नुहत बर परस्पर परिपूरक ये कथा प्रभु विषय किए कहले अन्य मैंने जड़े गोटे स्कूल ऑफ थॉट अन्य जन को सी समालोचना कर युक्तितर्क कर आह्वान कर जो फिलोसॉफिकल स्कूल सब तो यही कथा प्रभु सेकेंड सेंटेंस क्लारिफाई करदे तापर से कहते जे आम जो जगत रे अच्छे आम जो जगत रे अच्छे ये जगत रे आम प्रकृत कौन तार गतिविधिटा कौन आम जो जगत रे अच्छे आम बर्तमान तार अंश आम जेहेतु अंगांगी भाव भितर अंशीदार
ସେଠି ଆମେ ଦେଖିବା ଯେ ସବୁଠୁ ମୋଷ୍ଟ ଓଭିୟସ୍ ଭ୍ୟୁ ମାନେ ଯୋଉ ଦୃଷ୍ଟିଟା ସ୍ପଷ୍ଟ ଭାବରେ ଅଧିକ ଯଥାସମ୍ଭବ ଦୃଷ୍ଟିରେ ଦେଖିଲେ ଆମେ କଣ ଦେଖିବା ଆଗରୁ ଆମେ ପଢିଲେ ଇଟ୍ ଇଜ ଏ ମୁଭମେଣ୍ଟ ଅଫ ଫୋର୍ସ ଦେଖିଲେ ଆମେ ଦେଖିବା ଏଇଟା ଗୋଟେ ଶକ୍ତିର ଗତିସ୍ପନ୍ଦନ ମୂଳରୁ ସେଇ କଥା ପ୍ରଭୁ କହିକି ଆସୁଛନ୍ତି ଏଇ ସେଇ ପରମ ଶକ୍ତିର ଦିବ୍ୟ ଶକ୍ତିର ଗୋଟେ ଗତିସ୍ପନ୍ଦନ and ସେଇ ଶକ୍ତିଟି କଣ and that force when you penetrate its appearance proves to be constant and yet always mutable rhythms of the creative consciousness casting up projecting in itself phenomenal truths of its infinite and eternal being ବାସ୍ ପ୍ରଭୁ ଏଇଠି ସଲ୍ୟୁସନ କରିଦେଲେ ମାନେ ଆମେ ପ୍ରକୃତରେ ଏଇ ଯୋଉ ଜଗତରେ ଅଛୁ ଯୋଉଥିରେ ଆମେ ନିଜେ ଅଂଶୀଦାର ଗୋଟେ ଗୋଟେ ଅଂଶ ଆମେ ତା ଦେହରେ ଗୋଟେ ଗୋଟେ ପାର୍ଟ ସେଇ ଜାଗାରେ ସେ କହୁଛନ୍ତି ଯେ ଆମେ କଣ ବୁଝୁଛୁ ଆମେ ଯଦି ତାର ଗୋଟେ ନବା ପୁରା ସ୍ପଷ୍ଟ ଦୃଷ୍ଟିକୋଣ ନବା ତାହେଲେ ଆମେ ଦେଖିବା ଏଇଟା ହଉଛି ଗୋଟେ ଶକ୍ତିର ଗତିବିଧି କେବଳ ସେ କହୁଛନ୍ତି ମୁଭମେଣ୍ଟ ଅଫ ଦି ଫୋର୍ସ ଆଉ ସେଇ ଯୋଉ ଶକ୍ତି କଣ ସେ ଶକ୍ତି ଏ ଶକ୍ତିର ଗତିସ୍ପନ୍ଦନ ଏବଂ ସେ ଶକ୍ତିଟି ପ୍ରକୃତରେ କଣ ନା ଦ୍ୟାଟ ଫୋର୍ସ when we penetrate its appearance ପ୍ରାତିଭାଷିକ ଭାବରେ ଆମେ ଯାହା ଦେଖୁଛୁ ସେ ଶକ୍ତିକୁ ସେ ଶକ୍ତି ଭିତରେ ଯୋଉ ପ୍ରାତିଭାଷିକ ରୂପ ତାକୁ ଯଦି ଆମେ ଗଭୀର ଭାବରେ ଚିନ୍ତା କରିବା ତା ଭିତରେ ଆମେ ଶବ୍ଦ ଦେଖିବା କଣ ନା ଗୋଟେ ପରିବର୍ତ୍ତନୀୟ ଛନ୍ଦ ଦେଖିବା ଗୋଟେ ଛନ୍ଦ ଯେମିତି ଗୋଟେ କବିତାର ଗୋଟେ ଛନ୍ଦ ଅଛି ଗୋଟେ ଗୀତି କବିତାର ଯେମିତି ଗୋଟେ ଛନ୍ଦ ଅଛି ବା ଅନ୍ୟାନ୍ୟ ସବୁ ଯୋଉ ମ୍ୟୁଜିକାଲ ଇନଷ୍ଟ୍ରୁମେଣ୍ଟର ମଧ୍ୟ ଗୋଟେ ରିଦିମ ବି ତାର ଗୋଟେ ଅଛି ଏଇସବୁ ଯୋଉ ଛନ୍ଦଟି ଦେଖିବା ମ୍ୟୁଟେବୁଲ ଛନ୍ଦ ମାନେ କଣ ନା ପରିବର୍ତ୍ତନ ହଉଥିବ ସେ ଛନ୍ଦଟା ସବୁବେଳେ କନଷ୍ଟାଣ୍ଟ ରହୁନଥିବ ଯୋଉ ଯୋଉ ଜାଗାରେ ଯୋଉ କଥା ହବା କଥା ସେ କଥା ହେଇକା ଯାଉଥିବ ମାନେ ଫର ଏକ୍ସାମ୍ପଲ ଆମେ ଦେଖିବା ଯେ ଋତୁ ପରିବର୍ତ୍ତନ ହଉଛି ତ ଗୋଟେ ପର୍ଟିକୁଲାରଲି ଯେମିତି ଯଦି ବର୍ଷା ଦିନ ଆସିଛି ବର୍ଷା ପଳେଇବ ବର୍ଷା ପରେ ପରେ ଯୋଉ ଯୋଉ ଋତୁ ଆସିବା କଥା ଆସିବ ତାର ପର୍ଟିକୁଲାର ଷ୍ଟେଟ୍ ଅଫ ଅକରେନ୍ସ ଟା ସବୁବେଳେ ଛନ୍ଦ ଆକାରରେ ରହିବ ମାନେ ଇଟ୍ ନଟ୍ ଏ linear ସରଳ লৈକିକ ନୁହେଁ ଏଇଟା କର୍ଭିଲିନିୟର ଭାବରେ ସେଇ ଛନ୍ଦଟା ପୁଣି ରିପିଟ୍ କରିବ ତେଣୁ ସେଇଥିପାଇଁ ସେ କହୁଛନ୍ତି ଏବଂ ତାର ଯୋଉ ସୃଜନଶୀଳ ଚେତନା ତାକୁ ଆମେ ପ୍ରତ୍ୟକ୍ଷ କରିପାରିବା କଲେ ସେ ଛନ୍ଦଟା କଣ କେମିତି ରୂପ ନଉଛି ସେ ତାର କେମିତି କାଷ୍ଟିଂ କରୁଛି ଏବଂ କେମିତି ପ୍ରକ୍ଷେପଣ କରୁଛି ପ୍ରୋଜେକ୍ଟ କରୁଛି କୋଉଥିରେ କାହା ଉପରେ ସେ ପ୍ରୋଜେକ୍ଟ କରୁଛି ଯୋଉଟାକୁ ଆମେ ଦେଖିପାରୁଛୁ ସେଇଟା କିଏ ନା ଫେନୋମେନାଲ ୱାର୍ଲଡ ଫେନୋମେନାଲ ୱାର୍ଲଡର ଯୋଉ ସତ୍ୟଟିକୁ ଆମେ ଦେଖୁଛେ ସେଇଟା ହଉଛି ଫେନୋମେନାଲ ଟ୍ରୁଥ ମନେକର ଫର ଏକ୍ସାମ୍ପଲ ଆମେ ଦେଖୁଛୁ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହଉକୁ ଅସ୍ତ ଦିଗରେ ମାନେ ପଶ୍ଚିମ ଦିଗରେ ଅସ୍ତ ଯାଉଛନ୍ତି ଆମକୁ ସେଠି ଲାଗୁଛି ସୂର୍ଯ୍ୟ ଯେମିତି ସତରେ ମୁଭ କରିକି ଆସୁଛି ଏଇଟା ଫେନୋମେନାଲ ଟ୍ରୁଥ କିନ୍ତୁ ଅସଲରେ ସୂର୍ଯ୍ୟ ମୁଭ କରୁନାହାନ୍ତି ପୃଥିବୀଟା ଚାରିକଡେ ଘୁରୁଛି ପୁଣି ଏବେ ନୂଆ ଯୋଉ ଡେଭଲପ ଥିଓରିରେ ବାହାରିଲାଣି ଯେ ପୁରା ମହାଜାଗତିକ ପ୍ରକ୍ରିୟାକୁ ଯେତେବେଳେ ଅନୁଶୀଳନ କରୁଛନ୍ତି ସେମାନେ ଦେଖିଲେଣି ଯେ ସିଏ ବି ଷ୍ଟାଟିକ ନାହିଁ ରିଲେଟିଭ ମୋସନ ତାର ବି ଅଛି ସୂର୍ଯ୍ୟର ଅଛି ଏନିୱେ ତ ଆମେ ଦେଖୁଛୁ ସେଇ ଫେନୋମେନାଲ ଟ୍ରୁଥ ତାହାର ଇନଫାନାଇଟ ଆଣ୍ଡ ଇଟର୍ନାଲ ଏଇ ଯୋଉ ପ୍ରାତିଭାଷିକ ସତ୍ୟ ଆମେ ପ୍ରକ୍ଷେପିତ ହେଇଛି ସବୁ ସେ କାହାର ନା ସେଇ ପରମଙ୍କର ଅନନ୍ତ ଆଉ ଶାଶ୍ୱତ ସତ୍ତାର ଅନନ୍ତ ଆଉ ଶାଶ୍ୱତ ସତ୍ତାର ଇନଫାନାଇଟ ଆଣ୍ଡ ଇଟର୍ନାଲ ବିଙ୍ଗ ସେଇ ସତ୍ତାର ପ୍ରକ୍ଷେପଣ ଏଗୁଡିକ ଏଇ ପ୍ରକ୍ଷେପଣ ଗୁଡିକ ଏବଂ ଚେତନାର ଯୋଉ କାଷ୍ଟିଂ ଅଫ କ୍ରିଏଟିଭ ଚେତନା ଯୋଉଟା ସୃଜନଶୀଳ ଚେତନା ଆଉ ସେଇଟା ଗୋଟେ ପରିବର୍ତ୍ତନୀୟ ରିଦିମ ଆକାରରେ ଆସୁଛି ଆଉ ସେଇ ରିଦିମଟା ଆମକୁ ଚମତ୍କାର ଲାଗେ ଆମେ ନିଜ କ୍ଷେତ୍ରରେ ଜାଣିପାରୁନୁ କିନ୍ତୁ ପ୍ରକୃତି କ୍ଷେତ୍ରରେ ଯୋଉ କ୍ରିୟା ଗୁଡିକ ହଉଛି ପ୍ରକୃତିର ବିଧାନ ଯୋଉଟା ଡିଷ୍ଟର୍ଟେଡ ନୁହେଁ ତାର ବିଧାନକୁ ମାନେ ସେ ଚଳୁଛି ସୂର୍ଯ୍ୟ ହଉ ଚନ୍ଦ୍ର ହୁଅନ୍ତୁ ବା ଗଛଲତା ହୁଅନ୍ତୁ ବା ପ୍ରାଣୀମାନେ ହୁଅନ୍ତୁ ତାଙ୍କର ସମସ୍ତ କିଛି କ୍ରିୟାତ୍ମକତା ଗୋଟେ ଛନ୍ଦରେ ସେ ଚାଲିଛି ଆଉ ଯଦି ଛନ୍ଦ କୋଉଠି ଛନ୍ଦ କିଏ ଯଦି ତାକୁ ମାନେ ରିଧିମକୁ କିଏ ବ୍ରେକ୍ କରୁଛି ତାହେଲେ ସେ କେବଳ ହ୍ୟୁମାନ୍ ତାର ନିଜର ଚିନ୍ତାଧାରାକୁ ତା ଭିତରେ ପକଉଛି ସେ ତାର ନିଜର ବୁଦ୍ଧିମତ୍ତାକୁ ସେୟା ବୋଲି ମନେକରି କରୁଛି ତା ସାଙ୍ଗରେ କେତେ ଗୋଟେ ଜିନିଷ ମିକ୍ସ ହେଇକି ରହିଛି ତାର ସେଠି କହୁଛନ୍ତି ଏଇ ଯୋଉ ରିଦିମ ହଉଛି ତାପରେ ରିଦିମ ଇଜ ଇନ୍ ଇଟ୍ସ ଏସେନ୍ସ କଜ ଆଣ୍ଡ ପର୍ପୋଜ ଅଫ ପ୍ଲେ ଅଫ ଇନଫାନାଇଟ ଡିଲାଇଟ ଅଫ ଖେଳଟା ଗୋଟେ ପ୍ରକାର ହେଲେ କଣ ଭଲ ଲାଗିବ ସୂର୍ଯ୍ୟ ମାନଙ୍କର ଉଦୟ ହଉଛନ୍ତି ଦିନ ରାତି ଯଦି
गोटे रिजिम रे ना हबो खाली जरी दिन अंटार्कटिका रे हुए 10 दिन 12 दिन खाली दिन रहिबो जमा राति रहिबो कोन हो मन पागल आइबो तेणु तेणु रिजिम टा होची प्रकृत तार एसेंस ये जो क्रिएटेड मैनिफेस्टेशन से एसेंस जोटा कि कौन से पर्पस कौन से लीलार पर्पस कौन से तार कज कौन cause and purpose, a play of infinite delight of being ever busy with its own innumerable self-representation. माने ये छंदर मर्म कौन तार कारण कौन तार उद्देश्य कौन ताकू जदि आमे काढ़िया देखिया तार कौन पाइबा ये जो अनंत आत्मा तार रूपायन नौची से व्यस्त रही प्रत्येक सत्ता भितर से अनंतर लीलार लीला आनंदर लीला व्यतीत किसी नहीं किंतु आमे आमे कौन कर आमे सब गोटे मैंने भीतर को प्रवेश न करी तार सोर्स पाखे न पहुंची सोर्स जो छिटकाटा आम पड़ुची को आमे तार सौंदर्य बोधटा को न नहीं आमे ताको अदरवाइज नौ तापरे आसला शेष वाक्य जोटा ट्रिपल और ट्विन व्यू must be the starting point for our understanding of the universe. ये जो ट्रिपल एंड ट्विन व्यू कहले हमें कौन बुझुछु ये ट्रिपल ट्विन व्यू must be the starting point for our understanding of the universe. ये जो से सब गोटे रज्जुरे बंधा है विभिन्न जो दृष्टिकोण बंधा है से तीनोटी धारा कौन कहले तीनोटी कथा हमको आगुरु कहै छै तीनोटी प्रकृत गोटे से प्रकृत नुहे आमे ताको बांधिदेला तार रूप नहीं जीव आनंद रे आउ कुछ ये हूँ जो आम जाने दुख सुख तटस्थ स्थिति न्यूट्रल अवस्था उदासीनता यटा को आम नहीं आम यहाँ बुझी पारे जो पर्यंत आम से आनंदर धारा को लीला को निजे बुझीनु कि आम यही दृष्टि आगे प्रथम नौ आगे नौ कौन सुख दुख आउ गोटे तटस्थ स्थिति न्यूट्रल भाव नौ स्टार्टिंग पॉइंट कौन ये जगत टाक बुझा पड़ो ना से त्रिविध दृष्टिकोण आम से दृष्टि नौ कि आम कहीं जापार आम जाचु कहीं आम जापार वास्तव जीवन में जोटा देखिले जोटा पाखे से आनंद अच्छी इवन प्रभु गोटे जड़ भीतर भी से आनंदर सोर्स टाक रखिए पसरा मेले किंतु आमको बंद कर आमको आम इगो आम इग्नोरेंस सी आमको सियाड़ को बढ़े दौने मनुष्य जो से निजक निजे एक्सीड कर निजर जो सीमित मनर जो परसेप्शन अच्छी अतिक्रमिक जो परसेप्शन पाइब एवं आस्वादन कर जापर जोटा मुनि ऋषि मैंने जापर जोटा सब जो मैंने सब आसती अंशावतार जो महान आत्मा सब से अनुभव कर यहीटा सब किसी नुहे से माने डुआलिटी सुख दुख भल मंद ये सब ठंडा गरम ये सब विचार भी वर्णना है आहरी इलस्ट्रेटिव करेंगे प्रभु तापर आम 7 पैराग्राफ पढ़ला बेले देखा कि हाउ इट इज इटर्नल इम्यूटेबल डिलाइट बीइंग से कथा आम आलोचना करिया तो ये आलोचना समस्या को बहुत बढ़िया कही शुणी तेणु खाली टी कहीदेली मन पकईदेली वंदे मातरम समस्त नमस्कार महाप्रभु पाखे निवेदन कर रखुच्छी।